ତ ଯଦି ଆପଣ ଆପଣଙ୍କର ଆୟୁଷ୍ମାନ କାର୍ଡଟିକୁ ହଜାଇ ଦେଇଛନ୍ତି ବା କୌଣସି କାରଣବଶତଃ ତାହା ମିଳୁନି, ତେବେ ଆପଣ କିପରି ଆପଣଙ୍କର ଆୟୁଷ୍ମାନ କାର୍ଡଟିକୁ ରି-ଡାଉନଲୋଡ୍ କରିବେ ଚାଲନ୍ତୁ ଦେଖିନେବା। ତ ଆପଣଙ୍କର ଆୟୁଷ୍ମାନ କାର୍ଡଟିକୁ ଡାଉନଲୋଡ୍ କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ଗୋଟେ ଆପ୍ର ଦରକାର ହେବ। ପ୍ଲେ ଷ୍ଟୋରଟିକୁ ଓପନ୍ କରି ନେଇ ସାରିଲା ପରେ ସର୍ଚ୍ଚ ବାର୍କୁ ଯାଇକି ଆୟୁଷ୍ମାନ ଆପ୍ ସର୍ଚ୍ଚ କରିନେବେ। ତ ଏଠାରେ ଆପଣଙ୍କୁ ପ୍ରଥମରେ ଯେଉଁ ଆପ୍ଟି ଦେଖିବାକୁ ମିଳିବ ସେହି ଆପ୍ଟିକୁ ଇନଷ୍ଟଲ୍ କରିନେବେ। ଆପ୍ଟି ଇନଷ୍ଟଲ୍ ହୋଇସାରିଲା ପରେ ଆପ୍ଟିକୁ ଓପନ୍ କରିନେବେ। ତ ଆପ୍ର ହୋମ୍ ଇଣ୍ଟରଫେସଟି ଏପରି ଭାବରେ ଆପଣଙ୍କୁ ଦେଖିବାକୁ ମିଳିଯିବ। ତ ଏହାକୁ ଟିକେ ତଳକୁ ସ୍କ୍ରୋଲ୍ କରିନେବେ। ଦେନ୍ ଏଠାରେ ଆପଣଙ୍କୁ ଦେଖିବାକୁ ମିଳିବ ମୋର୍ ସର୍ଭିସ୍, ଏହାରି ଉପରେ କ୍ଲିକ୍ କରିନେବେ। ଦେନ୍ ଆପଣଙ୍କ ଆଗରେ ଅନେକ ଗୁଡ଼ିଏ ସର୍ଭିସ୍ ଦେଖିବାକୁ ମିଳିଯିବ। ତ ଏଠାରେ ଆପଣଙ୍କୁ ଦେଖିବାକୁ ମିଳିବ ଇ କାର୍, ଏହାରି ଉପରେ କ୍ଲିକ୍ କରିନେବେ। ତାପରେ ଆପଣଙ୍କ ଆଗରେ ଏପରି ଏକ ଇଣ୍ଟରଫେସ ଦେଖିବାକୁ ମିଳିଯିବ। ତ ଏଠାରେ ଆପଣଙ୍କୁ ଦେଖିବାକୁ ମିଳିବ ଷ୍ଟେଟ୍, ତ ଏଠାରେ ଆପଣ ଆପଣଙ୍କର ଷ୍ଟେଟଟିକୁ ସିଲେକ୍ଟ କରିନେବେ। ଦେନ୍ ଏଠାରେ ଆପଣଙ୍କୁ ଦେଖିବାକୁ ମିଳିବ PMJAY ଆଇଡି, ତ ଏଠାରେ ଆପଣ ଆପଣଙ୍କର ଆୟୁଷ୍ମାନ କାର୍ଡର ଆଇଡି ନମ୍ବରଟି ଦେଇଦେବେ। ଏତିକି ଦେଇ ସାରିଲା ପରେ ଏଠାରେ ଆପଣ ଆପଣଙ୍କର ଆଧାର କାର୍ଡର ଲାଷ୍ଟ 6ଟି ନମ୍ବର ଦେଇଦେବେ। ଦେନ୍ ଏଠାରେ ଆପଣଙ୍କୁ ଦେଖିବାକୁ ମିଳିବ ଡାଉନଲୋଡ୍ ଇ କାର୍ଡ, ଏହାରି ଉପରେ କ୍ଲିକ୍ କରିନେବେ। ତାପରେ ଟିକେ ଲୋଡ୍ ନେବ ଏବଂ ଆପଣଙ୍କର ଆୟୁଷ୍ମାନ କାର୍ଡଟି ଡାଉନଲୋଡ୍ ସକ୍ସେସଫୁଲି ହୋଇଯିବ।